ମାଇକ୍ରୋଫୋନ୍ ଅଛି କି ସାର୍? ମୋ ସାଥେ ପ୍ରଭୁ ତୁମେ ଚାଲୁଅଛ ଏ ଦୀର୍ଘ ଜୀବନ ପଥେ ମୋ ପାଶେ ଯୀଶୁ ତୁମେ ରହିଅଛ କି ଆଶ୍ଚର୍ଯ୍ୟ ପ୍ରେମ ସତେ ମୋ ସାଥେ ପ୍ରଭୁ ତୁମେ ଚାଲୁଅଛ ଏ ଦୀର୍ଘ ଜୀବନ ପଥେ ସେ ଯୀଶୁ ତୁମେ ରହିଅଛ କି ଆଶ୍ଚର୍ଯ୍ୟ ପ୍ରେମ ସତେ যে সমর্থে সমর্থে সমতে তুল্য প্রেম সতে জয় বলিয়ানি সমতে তুল্য প্রেম সতে কৃষ্ণরে দিনে বাবু ফেলেছে চেপে মরে কৃষ্ণরে দিনে আতুর হয়ে বাবু ফেলেছে চেপে মরে করি জীবন পাতে জীবন ভরি বহিয়ানি সমতে কি বড় প্রেম সতে জয় বহিয়ানি সমতে কি বড় প্রেম সতে आम्भमानकर उद्धारकर्ता मुक्तिदाता प्रभु यीशु ख्रीष्टको बहुमूल्य नामरे काबरडा मंडली पाई तथा मो जीवन और सेवा कार्यर एक गौरवमय अध्याय पुणी ऐतिहासिक घटना समवेत साधु भक्तगण प्रभु महान दासदासीगण उत्कल बाप्टिस्ट मंडली सम्मेलन समस्त मुख्य कर्मकर्तागण विभिन्न मंडली आसथिबा बालकगण दीकनगण पुणी अन्यान्य कर्मकर्तागण आम पड़ोशी ग्राम एवं मंडली गुड़िक आसीथिबा सम्मानित प्रभु दासदासीगण मोर बंधु बांधव मो परिवार संपर्कीय माने समस्त को प्रभु यीशु ख्रीष्ट प्रेम भरा नाम भक्तिपूर्ण नमस्कार जनाए प्रभु को धन्यवाद दिए गौरवमय सेवा करने प्रभु सुजोग देइछिन्ति समय संक्षेप दृष्टि मु केतक विषय को छाड़ी की आरंभ करी आम
ମୋର ଯେତେବେଳେ ନାମ ଆସିଲା ମୁଁ ଉପଲବ୍ଧି କଲି, ଅନୁଭବ କଲି ଯେ ମଣ୍ଡଳୀରେ ଗୋଟେ ଆନନ୍ଦର ବାତାବରଣ, ଖୁସିର ବାତାବରଣ ଆସିଛି କହିକି। ତା ଭିତରେ ଅକସ୍ମାତ ଗୋଟେ ଦୁର୍ଘଟଣା ଘଟିଲା। ମୋ ଜଣେ ମାଉସୀଙ୍କ ମୁଣ୍ଡରେ ସଭା ପାଇଁ ଯୋଉ ପଡିଆ ପ୍ରସ୍ତୁତ କରାଯାଉଛି, ସେଇଠି ବଡ ବଡ ପଥରକୁ ଫଟା ଯାଉଥିଲା, ବ୍ଲାଷ୍ଟ କରାଯାଉଥିଲା। ସେଇଠୁ ଗୋଟେ ପଥର ଆସି ମାଉସୀଙ୍କ ମୁଣ୍ଡରେ ବାଜିଲା। ଅନେକ ଲୋକମାନେ ଜାଣିଛନ୍ତି, ପ୍ରାର୍ଥନା କରିଛନ୍ତି। ସାଂଘାତିକ ଭାବରେ ସେ ପୀଡ଼ିତ ହେଲେ। ମେଡିକାଲରେ ବ୍ରହ୍ମପୁରରେ ଅନେକ ଦିନ ପର୍ଯ୍ୟନ୍ତ ଚିକିତ୍ସିତ ହେଲେ। ପ୍ରଭୁ ସମସ୍ତଙ୍କର ପ୍ରାର୍ଥନା ଶୁଣି ତାଙ୍କୁ ସୁସ୍ଥ କଲେ। ସେଇ ଘଟଣା ଘଟିଲା ପରେ ମନରେ ଚିନ୍ତା ଆସିଲା। ଗୋଟେ ଆନନ୍ଦର ବାତାବରଣ ମଧ୍ୟରେ ଗାଁରେ କାଳେ ଦୁଃଖ ଘଟିଯିବ କି କହିକି ସମସ୍ତେ ମଣ୍ଡଳୀରେ ଚିନ୍ତିତ ଥିଲେ। କିନ୍ତୁ ଅନେକଙ୍କର ପ୍ରାର୍ଥନା ପ୍ରଭୁ ଶୁଣିଲେ, ମଣ୍ଡଳୀର ପ୍ରାର୍ଥନା ପ୍ରଭୁ ଶୁଣିଲେ, ଆଉ ସେ ମାଉସୀ ପ୍ରଭୁ ସୁସ୍ଥତା ଦେଲେ, କୁଶଳରେ ଗୃହକୁ ଫେରିବା ପାଇଁ ସାହାଯ୍ୟ କଲେ। ସେଥିପାଇଁ ପ୍ରଭୁଙ୍କ ନାମର ଗୌରବ ଦିଏ। ଏବଂ ସେଇ ଦୁଃଖ ଆଉ ଚିନ୍ତାର ପରିବେଶ ସମୟ ଚାଲିଗଲା ପରେ ଅକସ୍ମାତ ଦାନ ଭାଇଙ୍କ ସ୍ତ୍ରୀ ଧ୍ୟାନ ଭଉଣୀ ଆକସ୍ମିକ ଦୁର୍ଘଟଣାରେ ସେ ଚାଲିଗଲେ। ଆଉ ଅନେକ ଗ୍ରାମରେ, ପଡ଼ୋଶୀ ଗ୍ରାମରେ ମଧ୍ୟ ଅନେକ ଦୁଃଖ ଆସିଲା। ଏଇ ଗୋଟେ ଅଭିଷେକର କାର୍ଯ୍ୟକ୍ରମ ଆୟୋଜନ, ପ୍ରସ୍ତୁତି, ଆନନ୍ଦ ଖୁସିର ମୁହୂର୍ତ୍ତ ଭିତରେ ସେ ଗୋଟେ ଦୁଃଖ ଆସିଲା। ତେଣୁ ସେ ଦୁଃଖୀ ପରିବାରକୁ ମୁଁ ସମବେଦନା ଜଣାଏ। ଆଉ ମୁଁ ଆଜିର ଏଇ ଐତିହାସିକ ଘଟଣାରେ ଆଉ ଜଣେ ଆମ ମଣ୍ଡଳୀର ଜଣେ ତୁଙ୍ଗ ନେତାଙ୍କୁ ମିସ୍ କରୁଛି, ଲିମାଦିକଙ୍କୁ। ତାଙ୍କର ଉପସ୍ଥିତି ଯଦି ଥାନ୍ତା ସେ ନିଶ୍ଚୟ ଖୁସି ହେଇଥାନ୍ତେ। ତତ୍ ସହିତ ମୁଁ ବାବାଙ୍କୁ ମିସ୍ କରୁଛି। ମଞ୍ଚରେ ଯେତେବେଳେ ଦେଖେ ମୁଁ ପ୍ରଭୁଙ୍କ ଦାସ ମାନଙ୍କୁ, ବହୁତ ମିସ୍ କରୁଛି। ଆମ ଘରେ ଯେତେବେଳେ ମୁଁ ବଡ଼ ଭଉଣୀ ଜନ୍ମ ନେଲେ, ମହିନାନ୍ଦି ସେଇ ବ୍ରହ୍ମପୁରରେ ବାହା ହେଇଛନ୍ତି। ତାଙ୍କ ପରେ ପରିବାରରେ ଆଉ ଜଣେ ଝିଅ ଜନ୍ମ ନେଲେ। କିନ୍ତୁ କୌଣସି କାରଣବଶତଃ ଦ୍ୱିତୀୟ ଝିଅଟି ଜଗତରୁ ଚାଲିଗଲା। ଅତି ଅଳ୍ପ କିଛି ମାସ ବା କିଛି ଦିନ ପରେ ସେ ଚାଲିଗଲା। ଆଉ ଯେତେବେଳେ ମା ମତେ ଗର୍ଭଧାରଣ କଲେ, ବାପା ମା ଜାଣିଲେ ଯେ ମା ଅନ୍ତଃସତ୍ତ୍ୱା ହେଇଛନ୍ତି। ଆଉ ବାପା ମା ସ୍ଥିର କଲେ ଯଦି ପ୍ରଭୁ ପୁଅ ଦିଅନ୍ତୁ, ତେବେ ସେ ପ୍ରଭୁଙ୍କର ଶ୍ରେଷ୍ଠ।
ଆମେ ଘରେ ସର୍ବମୋଟ ପାଞ୍ଚ ଭାଇ ଭଉଣୀ ଭିତରୁ 3 ଭଉଣୀ ଆଉ 2 ଭାଇ। ଆମ ଗାଁରେ ସମସ୍ତେ ଜାଣନ୍ତି ମୁଁ ଚଗଲା ନଥିଲି, ଦୁଷ୍ଟ ନଥିଲି, କିନ୍ତୁ ଛୁଆ ବେଳରୁ କାହିଁକି କେଜାଣି ବାବା ମତେ ବହୁତ ବହୁତ ଅନୁଶାସନରେ ପଢେଇଲେ, ବହୁତ ଶୃଙ୍ଖଳାରେ ପଢେଇଲେ। ଛୋଟିଆ ଛୋଟିଆ ଭୁଲ ଗୋଟେ ଛୋଟ ଛୁଆ ଭାବରେ ଯେତେବେଳେ କରେ, ଆଉ ମତେ ଶୃଙ୍ଖଳିତ କରିବା ପାଇଁ ସେ ପ୍ରଚୁର ଭାବରେ ବାଡି ବ୍ୟବହାର କରୁଥିଲେ। ଦିନେ ମୁଁ ଆମ ଚର୍ଚ୍ଚ ଚାଲିଥାଏ, ଆଉ ଶେଷ ଆଶିଷ ଭିକ୍ଷା ନ ସରୁଣି ରବିବାର ଦିନ ମୁଁ ଖେଳିବା ପାଇଁ ପଳେଇଲି ବାହାରକୁ ସାଙ୍ଗମାନଙ୍କ ସାଙ୍ଗରେ। ମୁଁ ଖାଇନି ସେଦିନ ରବିବାର। ଏବଂ ସନ୍ଧ୍ୟା ଯେତେବେଳେ ମୁଁ ଖେଳୁଥିବାର ଦେଖିଲେ ବାବା, ସେଠି ଆସିଲେ ମତେ ସ୍କୁଲରୁ ମୋ ଡ୍ରେସକୁ ପୁରା କାଢିଦେଲେ। ମୁଁ ପଞ୍ଚମ କି କଣ ଷଷ୍ଠ ପଢୁଥିଲି। ସେଠି ମତେ ପୁରା ବାଡେଇ ବାଡେଇକି ଆଣିଲେ। ଆଉ ଗାଁ ଲୋକ ଜାଣନ୍ତି ଯେ ମୋ ବାବା ଯେତେବେଳେ କିଛି ଠିଆ ହୁଅନ୍ତି କେହି ତାଙ୍କ ସାମ୍ନାରେ ଠିଆ ହେଇପାରନ୍ତି। ମତେ ତାଙ୍କ ହାତରୁ ଛଡେଇବା ପାଇଁ ଆସିଲେ କିଛି ଲୋକ, କେହି ବି ତାଙ୍କୁ ସାମ୍ନା କରିପାରିଲେନି। ମତେ ଗୋଟେ ହାତରେ ଧରିଥାନ୍ତି ଆଉ ହାତରେ ପିଟିଥାନ୍ତି। ଯେତେ ଅମରି ବାଡି ଯାକ ଥାଏ ସବୁ ରାସ୍ତାରେ ପଡିଥାଏ, ଭାଙ୍ଗି ଭାଙ୍ଗି ମତେ ଆଣିଲେ ଘରକୁ ଆଣିଲେ ଛାତ ପ୍ରିୟ। ତାପରେ ଗାଁରେ ସେତେବେଳେ ସମସ୍ତେ ପଳେଇ ଆସିଲେ। ନାଥନ ମରିଗଲା, ନାଥନ ମରିଗଲା କେହି। ମୁଁ ପ୍ଲସ ଟୁ ପଢିବା ଯାଏ ସମସ୍ତେ ଶୃଙ୍ଖଳିତ କରିବା ପାଇଁ ପ୍ରଭୁ ଭାବରେ ବଢେ ସେ ସବୁ ପରିଶ୍ରମ। କେବଳ ଶୃଙ୍ଖଳିତ କରିବା ପାଇଁ ହିଁ ମାଣ୍ଡଳିକ ସମସ୍ତ କାର୍ଯ୍ୟକ୍ରମରେ ପୁରା ସାମିଲ ହେବା ପାଇଁ ମୋତେ ପ୍ରୋତ୍ସାହନ ଦଉଥିଲେ। ଛୋଟ ସମୟରେ ଅନେକ ଅନେକ ଲମ୍ବା ପଦ ଗୁଡାକ ମୁଖସ୍ଥ କରିକି କହିବା ପାଇଁ ଦିଅନ୍ତି। ଆଉ ମୁଁ ଯଦି ଗୋଟେ ବିନ୍ଦୁ ଗୋଟେ ଆକାର ଇକାର ମିସ୍ କରିକି ମତେ ମାଡ କରୁଛି। ଆଉ ସେଇ ସବୁଠାରୁ ଗୀତ ଗାଇବା ହଉ କିମ୍ବା ସ୍କୁଲରେ ଯୋଗ ଦେବା ହଉ, ଖ୍ରୀଷ୍ଟିଆନ ଆକ୍ଟିଭିଟିଜରେ ଯୋଗ ଦେବା, ଆଉ ସିଆଡକୁ ମୁଁ ଆକର୍ଷିତ। ଆଉ ମୋର ମନେ ଅଛି ମୁଁ କିଛି ଜାଣୁନଥାଏ, ବାଇବେଲ ଜ୍ଞାନ ମୋର କିଛି ନଥିଲା। ସନ୍ଡେ ସ୍କୁଲରେ ଭଲ କରୁଥିଲି, କିନ୍ତୁ ଯେତେବେଳେ ପ୍ରଭୁଙ୍କ ଦାସ ପରିଚୟ ମହାଶୟ ଆମ ଘରକୁ ଆସୁଥିଲେ, ସେତେବେଳେ ଗେଷ୍ଟ ରୁମ୍ ନଥିଲା। ଯେତେବେଳେ ରବିବାର ପାଇଁ ଆସୁଥିଲେ ସେ ଆଉ ଘରେ ରହୁଥିଲେ। ଅନେକ ସମୟରେ ମୁଁ ଲକ୍ଷ୍ୟ କରିଛି ବାବା ଆଉ ସେ ରାତି ଲେଟ୍ ନାଇଟ୍ ପର୍ଯ୍ୟନ୍ତ ବାଇବେଲ ବିଷୟରେ ଚର୍ଚ୍ଚା କରୁଥିବାର ମୁଁ ଶୁଣେ। ମୁଁ କିଛି ବୁଝିପାରେ ନା, କିନ୍ତୁ ଶୁଣେ, ଭଲ ଲାଗେ ମତେ ଶୁଣିବା। ରେଭରେଣ୍ଡ ନୋହସିଂ ଆନନ୍ଦ ମହାଶୟ ମଧ୍ୟ ଯେତେବେଳେ ସେ ଆସନ୍ତି ଚର୍ଚ୍ଚ ରହିଯାଆନ୍ତି ଶନିବାର କିମ୍ବା ରବିବାରରେ, ଆଉ ରାତିରେ ବାବା ଆଉ ସେ ଘଣ୍ଟା ଘଣ୍ଟା ଧରି ସେମାନେ ଆଲୋଚନା କରନ୍ତି ରାତି 2ଟା 3ଟା ପର୍ଯ୍ୟନ୍ତ। ମତେ ନିଦ, ମୁଁ ଶୁଣୁଥାଏ, କିଛି ଜାଣିପାରେନି, କିନ୍ତୁ ମଜା ଲାଗୁଥାଏ। ଆଉ ମୋର ବାଲ୍ୟ ସମୟ ପ୍ରଭୁ ଭୟରେ ଖ୍ରୀଷ୍ଟୀୟ ପରିବେଶରେ ବାବାଙ୍କର ଗୋଟେ ଗଭୀର ଛାପ ମୋ ଉପରେ ପଡିଲା। ତାଙ୍କର ଗୋଟେ ଅଭିଳାଷ ଥିଲା ଯେ ମୁଁ ପ୍ରଭୁଙ୍କ ସେବା କରେ। 1996 ସାଲ ଯେତେବେଳେ ସେ ବାଳ ବିବାହ ନିଯୁକ୍ତି ହେଲେ, ସେଇ ବର୍ଷ ବସ୍ତିପୁର ଏସିଆ ଯେଠିକୁ ମୁଁ ଚାଲିଗଲି ପଢିବାକୁ। ମୁଁ ଜାଣିନଥାଏ ସେ ପର୍ଯ୍ୟନ୍ତ ଯେ ମତେ ବାବା ମା ସମର୍ପିତ କରିଛନ୍ତି ପ୍ରଭୁଙ୍କ ହସ୍ତରେ ସେବା କରିବା ପାଇଁ।
ଯେତେବେଳେ ମୁଁ ଗୋଟିଏ ବର୍ଷର ତାଲିମ ସାରିଲି ସମାପ୍ତ କଲି ଆଉ ଘରକୁ ଫେରିଲି ଖରା ଛୁଟି ସମୟରେ ଆଉ ଆମେ ଯୋଉଦିନ ମୁଁ ଘରେ ପହଞ୍ଚିଲି ସେଦିନ ସନ୍ଧ୍ୟାରେ ବସିଥିଲି ସନ୍ଧ୍ୟା ପ୍ରାର୍ଥନା ସମୟରେ ସେ କଥା ନେଇକି ପ୍ରଭୁଙ୍କୁ ବାବା ଧନ୍ୟବାଦ ଦେଲେ ଯେ ପ୍ରଭୁ ମୁଁ ଧନ୍ୟବାଦ କରୁଛି ନାଥନ ଯୋଉଦିନ ଜନ୍ମ ନେଇଥିଲେ ସେଦିନ ବା ଯୋଉଦିନ ସେ ଗର୍ଭସ୍ଥ ହେଇଥିଲା ଯୋଉ ତାର ପିଣ୍ଡ ପଡିଥିଲା ସେଦିନ ଆମେ ସଚେତ କରିଥିଲୁ ମୁଁ ସେବା କରିବା ପାଇଁ ଛାଡିବା ନାହିଁ ଆଉ ପ୍ରଭୁ ଆମେ ତୁମକୁ ଧନ୍ୟବାଦ ଦଉଛୁ ସେ ତୁମ ସେବା କରିଛି 18 ବର୍ଷ ପରେ ମୁଁ ଜାଣିଲି ଯେ ବାବା ମା ମତେ ପ୍ରଭୁଙ୍କ ସେବା କରିବା ପାଇଁ ସମର୍ପିତ କରିଦେଇଥିଲେ ଆଉ ତାଙ୍କ ଅନୁଶାସନ ତାଙ୍କ ଶିକ୍ଷା ତାଙ୍କ ପ୍ରେରଣା ଗୋଟେ ଭଲ ମଣିଷ ହିସାବରେ ସାହାଯ୍ୟ କରିଛି ସେହିପରି ମୋ ମା ମଧ୍ୟ ସେବା କରିବାରେ କିମ୍ବା ବହୁ ଘରେ ବଢେଇବାରେ ପ୍ରାର୍ଥନା କରିବାରେ ମୋ ଯତ୍ନ ନେବାରେ କୌଣସି ମନା କରିନାହାନ୍ତି ସେଥିପାଇଁ ବାଡି ଗଲେ ମାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି ବାବା ମା ଜୀବିତ ଥିବା ସମୟରେ ମୁଁ କେବେ କହିନି ଟିକେ ଟିକେ ମୁଁ କେବେ କହିନି ବସ ବସ मैं गाँवली लोक ମୁଁ ଗାଉଁଲି ଲୋକ ତ ମୁଁ କେବେ କହିନି ମତେ ଶିଖାଯାଇନି କିନ୍ତୁ ମୁଁ କହିବା ପାଇଁ ଚାହୁଁଛି ଆଇ ଲଭ୍ ୟୁ ମା ଆଇ ଲଭ୍ ୟୁ ସୋ ମଚ୍ ସେ ଜାଣିନାହାନ୍ତି ମୁଁ ତାଙ୍କୁ ଆଇ ଲଭ୍ ୟୁ କହୁଛି ତାର ଅର୍ଥ କଣ ଜାଣିନାହାନ୍ତି ଜୀବନରେ ଫାର୍ଷ୍ଟ ଟାଇମ୍ ମୁଁ ମାଙ୍କୁ ଆଇ ଲଭ୍ ୟୁ କହିଛି ଯେଉଁଦିନ ମୁଁ ଜିଏଫ୍ ରେ ପାଦ ଦେଲି ସେଇଦିନରୁ ହିଁ ମୁଁ ସଂକଳ୍ପ କଲି ଯେ ମୁଁ ପଛକୁ ଫେରିବି ନାହିଁ ପଛକୁ ଫେରିବି ଉଚ୍ଚ ଶିକ୍ଷା ଲାଭ କରିବି ପ୍ରଭୁଙ୍କ ସେବା ଯେତେବେଳେ ମୁଁ କିଛି ବର୍ଷର ମିଶନାରୀ କାର୍ଯ୍ୟ ପରେ ସିଓଟିଆର କୁ ଗଲି ଚର୍ଚ୍ଚ ଅନ୍ ଦ ରକ୍ ଥିଓଲଜିକାଲ ସେମିନାରୀକୁ ବିଟିଏଚ୍ କରିବା ପାଇଁ ଗଲି ଏବଂ ସେଇଠି କିଛି ବର୍ଷ ପରେ ଏମଡି କଲି ମୋର ଥିଓଲୋଜି ଅଧ୍ୟୟନ ସମୟରେ ମୋ ମାମୁଁ ହେବେ ରେଭରେଣ୍ଡ ଡକ୍ଟର ହାଗାଇ କରାଡ଼ ବିଶାଖାପଟ୍ଟନମରେ ସେ ରୁହନ୍ତି ସେ ପୁଣି ତାଙ୍କ ସ୍ତ୍ରୀ ମୋ ଆଣ୍ଟି ଆର୍ଥିକ ଭାବରେ ବହୁତ ସାହାଯ୍ୟ କରିଛନ୍ତି ପଢିବା ସେମାନଙ୍କ ନିକଟରେ ମୁଁ ଋଣୀ ଅଟେ ପୁଣି ଆମମାନଙ୍କର ବିଶପ ଲୋହରା ହାଇଦ୍ରାବାଦ ମୋର ଅଧ୍ୟୟନ ସମୟରେ ସେ ମଧ୍ୟ ଆର୍ଥିକ ଭାବରେ ସାହାଯ୍ୟ କରିଛନ୍ତି ଅଧ୍ୟୟନ କରିବା ପାଇଁ ତେଣୁ ତାଙ୍କ ନିକଟରେ ମଧ୍ୟ ମୁଁ ଚିର ଧନ୍ୟବାଦୀ ଅଟେ ଋଣୀ ଅଟେ ଅନେକ ବର୍ଷର ସେବା କାର୍ଯ୍ୟ ଭିତରେ ପ୍ରଭୁ ଅନେକ ଗୋଟେ ବିଷୟକୁ ଶିଖିବା ପାଇଁ ଦେଲେ ଆଉ ସେବା କାର୍ଯ୍ୟର ଅନୁଭବ ଦେଲେ ଅନୁଭୂତି ଦେଲେ ବାଳକୀୟ ସେବା ଗାଁକୁ ଆସିବା ପୂର୍ବରୁ ବାବା ଯେତେବେଳେ ଚାଲିଗଲେ ତାଙ୍କ ବିଷୟରେ ମୁଁ କିଛି ସାକ୍ଷୀ ଦେବା ପାଇଁ ଠିଆ ହେଲି ତାପରେ ଖବର ହେବା ପରେ ହିଁ ଅନେକ ଲୋକମାନେ କହିଲେ ଯେ ନାଥନ ତମକୁ ପାଷ୍ଟର ଭାବରେ ଠିଆ ହେବା ପାଇଁ ଦେଖିବା ପାଇଁ ଚାହୁଁଛୁ କହିଲେ ଆମ ଗାଁରୁ ଅନେକ ଲୋକମାନେ ସ୍ୱପ୍ନ ଦେଖିଲୁ କହିକି କହିଲେ ମତେ କିନ୍ତୁ ମୁଁ ଆଡେଇକି ଯାଉଥିଲି ସେମାନଙ୍କ ମଧ୍ୟରୁ ରେଭରେଣ୍ଡ ପ୍ରଭାକର ଜେନା ଭାଇନା ସେ ମତେ ଥରେ ଫୋନ କରିକି କହିଲେ ବୋଧେ 2-3 ବର୍ଷ ତଳେ ନାଥନ ଆଉ ତମ ବିଷୟରେ ମୁଁ ସ୍ୱପ୍ନ ଦେଖିଛି ଆଉ ଏମିତି ଗୋଟେ ଭିଡ ଭିତରେ ଠିଆ ହେଇଛି ବୋଲିକି ମୁଁ କହିଲି ଭାଇନା ଧନ୍ୟବାଦ ବଟ୍ ଆଇ ଏମ୍ ନଟ୍ ରେଡି ରାଇଟ୍ ନାଉ ଅନେକ ଲୋକମାନେ ମୋ ପରିବାରର ପୁଣି ଆତ୍ମିକ ଜୀବନ କାଟୁଥିବା କିଛି ଲୋକମାନେ ମୋ ବିଷୟରେ ବାଳକ ହେବା ପାଇଁ ସ୍ୱପ୍ନ ଦେଖିଲୁ କହିକି ମତେ ଜଣେଇଲେ କିନ୍ତୁ ମୁଁ ଆଡିକି ଯାଉଥିଲି 5 ବର୍ଷର ବ୍ୟବଧାନ ପରେ ମନ ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା ଆମେ ପ୍ରସ୍ତୁତ କି ଆମେ ଏଇ କାର୍ଯ୍ୟ ପାଇଁ ଆହ୍ୱାନ କି ଆହୁତ କି ଏଇ ସମସ୍ତ ପ୍ରଶ୍ନ ଗୁଡିକ ମଧ୍ୟରେ ମଣ୍ଡଳୀର ଡାକରା ମଣ୍ଡଳୀର ମନୋନୟନ ମଣ୍ଡଳୀର ଚୟନକୁ ସ୍ୱୀକାର କରି ପ୍ରାର୍ଥନା ପୂର୍ବକ ଏହା ପ୍ରଭୁଙ୍କର ଇଚ୍ଛା ବୋଲି ଜାଣି ହୃଦବୋଧ କରି
ପାଳକୀୟ ସେବା କରିବା ପାଇଁ ଆଗକୁ ଆସିଲୁ। ମଣ୍ଡଳୀ କତିରେ ସମ୍ମିଳନୀ କତିରେ ଯେତେ ମୋର ବୟୋଜ୍ୟେଷ୍ଠ ବରିଷ୍ଠ ପାଳକ ମାନେ ଅଛନ୍ତି, ପ୍ରଚାରକ ମାନେ ଅଛନ୍ତି, ପ୍ରଭୁଙ୍କ ଦାସ ମାନେ ଅଛନ୍ତି, ଅନୁଭୂତି ସମ୍ପନ୍ନ ଲୋକମାନେ ଅଛନ୍ତି, ଆତ୍ମିକ ଲୋକମାନେ ଅଛନ୍ତି, ସମସ୍ତଙ୍କୁ ମୁଁ ନିବେଦନ କରିବି ଜଣେ ଛୋଟ ଭାଇ ଭାବରେ ମତେ ଆପଣ ମାନେ ମାର୍ଗଦର୍ଶନ କରିବେ। ଯଦି ବା ମୁଁ ହୁଏତ ସେବା କାର୍ଯ୍ୟର ଅନୁଭୂତି ରହିଛି, କିନ୍ତୁ ଆପଣ ମାନେ ଜାଣନ୍ତି ଗଜପତିରେ ପାଳକୀୟ ସେବା କରିବା ସହଜ ସାଧ୍ୟ ବିଷୟ ନୁହେଁ, ଗୋଟେ କଷ୍ଟକର ବ୍ୟାପାର ଅଟେ। ଏଠି କୌଣସି ତାଲିମ ଡିଗ୍ରୀ ଜ୍ଞାନ ସାହାଯ୍ୟ କରେ ନାହିଁ, ପ୍ରଭୁଙ୍କର ଅନୁଗ୍ରହ ଛଡା, ରିଡିଂ ଛଡା, ଭଲକୁ ଯତ୍ନ ନେବା, ପୁଣି ପଢାଇ ଆଣିବା, ଗୋଟେ ଉଚ୍ଚତର ସୋପାନକୁ ନେଇକି ଯିବା, ମୋ ଯୋଉ ଦର୍ଶନ ଅଛି ତାହା କରିବା କଷ୍ଟକର ଅଟେ। ତେଣୁ ଆପଣ ମାନଙ୍କର ସବୁବେଳେ ପ୍ରାର୍ଥନା, ଉତ୍ସାହ, ପରାମର୍ଶ ଆଉ ଆପଣ ମାନଙ୍କର ସହଯୋଗ କାମନା କରିବି, ପ୍ରାର୍ଥନା କାମନା କରିବି। ମୋର ସ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଏ, ଏତେ ବର୍ଷ ଧରି ମୋ ସହିତ ବାହାରେ ସେବାରେ ଥିବା ସମୟରେ ସହଯୋଗ କରି ହାତ ମିଳେଇ ପ୍ରାର୍ଥନାରେ ତୋଳି ଧରି ଆସୁଥିବାରୁ ମୋର ପରିବାର, ମୋ ଭଉଣୀ ମାନେ ଆଉ ମଣ୍ଡଳୀର ଲୋକମାନେ, ପୁଣି ଆମ ମଣ୍ଡଳୀରୁ ଯେଉଁ ମିଶନାରିଜ ମାନେ ବାହାରିଛନ୍ତି ସେମାନଙ୍କର ସହଯୋଗ ସହାନୁଭୂତି ପାଇଁ ପ୍ରାର୍ଥନା ପାଇଁ ଧନ୍ୟବାଦ କରେ ସମସ୍ତଙ୍କୁ। ପ୍ରଭୁ ଆଶୀର୍ବାଦ କରେ। ଥ୍ୟାଙ୍କ ୟୁ ସୋ ମଚ୍। ଧନ୍ୟବାଦ। ସ୍ଥାନୀୟ ମଣ୍ଡଳୀର ନବନିର୍ବାଚିତ ପାଳକ ନାଥନ ଲୋହରାଙ୍କର